ସମୁଦ୍ର ମନ୍ଥନ କାଳରେ କେଉଁ ପର୍ବତକୁ ଆଣିକରି ସମୁଦ୍ର ମନ୍ଥନ କେଉଁ ପର୍ବତ ଦ୍ୱାରା କରାଯାଇଥିଲା ଏବଂ କିଏ କିଏ ସେହି ଜାଗାରେ ଥିଲେ? ବାବୁଜ ଶୁଣ 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 ଦେଇ ମନ ତୋର ଶ୍ରବଣ ଶୁଣ 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 ଦେଇ ମନ ଶୁଣ 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 ଦେଇ ମନ ତୋର ଶ୍ରବଣ ଶୁଣ 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 ଦେଇ ସମୁଦ୍ର ମନ୍ଥନ କଲେ ତ ସମୁଦ୍ର ମନ୍ଥନରେ ସର୍ବ ଆଜ୍ଞାଙ୍କର ପ୍ରଶ୍ନ ଥିଲା ସମୁଦ୍ର ମନ୍ଥନ କେଉଁ ପର୍ବତରେ କରିଥିଲେ? ସେ ପର୍ବତର ନାମ ହଉଛି ମନ୍ଦର ପର୍ବତ। ତ ମନ୍ଦର ପର୍ବତ ଯେଡ଼େ ବଡ଼ ଆକାର ଥିଲା ସ୍ୱୟଂ ବିଷ୍ଣୁଙ୍କର ଚକ୍ର ଦେଇକି ସେ ପର୍ବତকে କାଟିଥିଲେ। ତ ଯେତେବେଳେ ମନ୍ଦର ପର୍ବତকে ଆଣିକରି ଯେତେବେଳେ ସମୁଦ୍ରରେ ଭସାଉଛନ୍ତି ସେ ସମୁଦ୍ର ଯେତେ ଅକାଟ୍ୟ ପାଣି ଥିଲା ସେ ମନ୍ଦର ପର୍ବତ ବୁଡ଼ି 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 ଯାଉଛି। ଏତେ ଏତେ ଅକାଟ୍ୟ ପାଣି ଥିଲା। ତ ମହା ଗୋଳକ ବିହାରୀ ସେଇ ସମୟରେ କହିଛି ଅବତାର ଧାରଣ କରିଥିଲେ ଆଉ ତାଙ୍କର ପିଠିରେ ସେ ମନ୍ଦର ପର୍ବତকে ରଖିଥିଲେ। ତ ବାସୁକି ସର୍ପ ଆସିକରି ଯେତେବେଳେ ଆମେ ଯଦି ମନ୍ଥନ କରମା ବୋଲେ ଦହି ଯଦି ମନ୍ଥନ କରମା ବୋଲେ ରସି ହେଲେ ମନ୍ଥନ କରମା ହେଡ଼େ ବଡ଼ ପର୍ବତକେ କେଡ଼େ ବଡ଼ ଡୋରି ଲାଗବା যোজন 12-13 যোজন পর্যন্ত লম্বা ଥିଲା ବାସୁକି ସର୍ପ। ତ ବାସୁକି ସର୍ପକେ ଆଣିକରି ଦୌଡ଼ି ବନାଲେ ଆଉ ଦେବ ଏବଂ ଦାନବ ଯେତେବେଳେ ସମୁଦ୍ର ମନ୍ଥନ କରିଥିଲେ ସର୍ପ ପ୍ରଥମେ ଜନ୍ମ ହୋଇଥିଲା ପଞ୍ଚଜନ୍ୟ ଶଙ୍ଖ ସେଟା ଗୋଲକ ବିହାରୀ ବିଷ୍ଣୁ ନେଲେ। ତାପରେ ଐରାବତ ହସ୍ତି ସେଟା ଇନ୍ଦ୍ର ରାଜା ନେଲେ। ପାରିଜାତକ ପୁଷ୍ପ ସେଟା ଇନ୍ଦ୍ର ରାଜା ନେଲେ। ତାପରେ ଯେତେବେଳେ ଜୋର ସୋରରେ ଏଟା ବିଲିରେ ହଲାହଲ ବିଷ ବାହାରିଥିଲା ସେ ବିଷକେ ଦେବଦେବ ମହାଦେବ ତାଙ୍କର କଣ୍ଠରେ କି କରି ରଖିଥିଲେ ଅଧା କଣ୍ଠରେ ରଖିଥିଲେ ତାଙ୍କର ନାମ ସେଥିଲାଗି ନୀଳକଣ୍ଠେଶ୍ୱର ହେଲା। ତାପରେ ଅନେକ ପ୍ରକାର ଦ୍ରବ୍ୟ ଜନ୍ମ ହେଲା ମହାଲକ୍ଷ୍ମୀ ଜନ୍ମ ହେଇଥିଲେ ଲକ୍ଷ୍ମୀଙ୍କର ଭାଇ ଜନ୍ମ ହେଇଥିଲେ ହସ୍ତି ମଧ୍ୟ ଜନ୍ମ ହେଇଥିଲା। ତ ସମୁଦ୍ର ମନ୍ଥନ କେଉଁ ପର୍ବତରେ ହୋଇଥିଲା? ମନ୍ଦର ପର୍ବତରେ। ଆଗ ଏଠୁ ଏମିତି ଯାହା ହେଲା
দুই খাসি করে সে বন্ধু পচারে না যে স্ত্রী রজবতী মাসক থরে ভূমি রজবতী বর্ষক থরে হেলে কেউ রজবতী দিনক থরে কিଏ দিনকে থরে রজবতী দিনকে থরে নেই দেখিলে নেই লাগে ঝুমুরা কাহাতি তো এই শাস্ত্র গায়বার আগল ଗୋଟେ ଛୋଟିଆ ବ୍ରେକ୍ ନେବା ଆଉ ଜୁଆନ ପିଲାମାନଙ୍କ ଲାଗି ଗୋଟେ ମୋହର ଗୀତ ବି ଫରମାଇଶ